ओम नमो भगवते वासुदेवाय। ओम नमो भगवते वासुदेवाय। महेश मानो गुरु। ओम नमो भगवते वासुदेवाय। श्री जगन्नाथ महाप्रभुंकर आद्यावतार नृसिंह सत्यजुगर जो देवता से सत्यजुगर देवता विषय रे स्कंध पुराण वर्णित श्री पुरुषोत्तम क्षेत्र महात्म्यर 28 अध्याय रे वर्णना जोटा कि नृसिंहर जो रूप देखते नारद महर्षि संगे इंद्रदुम्न महाराजा मालवर राजा 28 स्कंद पुराण पुरुषोत्तम क्षेत्र महात्म्य। ततः सह भगवान मंत्र महिम्ना नरकेसरी इंद्रद्युम्ना सर्वर्धे द्रुसे भूत दर्शन मंत्रराज ततो लब्ध्वा इंद्रद्युम्नो चतुर्मुखात् नृसिंहं शांति बपुः लक्ष्मी संसृतिवयनां चक्रं पिनाकं वेद कहते हैं कि माया बधतं चंद्र सूर्याग्नि चक्षुषु। इस बात को मैंने चित्त में सत्य माना है। मैं विनती करता जो हूँ पटासन रूढ़ो व्याप्रिंस पद्मदले मंत्र वर्णमये मध्ये कर्णका प्रणवोज्ज्वले सुखासीनं सटाहासं वीक्षन्तं श्रीमुखाम्बुजं सट्टामण्डितवक्रान्त्रं दिव्यरत्नोज्ज्वलाद्रिकों फणासहस्रं वीर्यस्ता फणाछत्रकृतिं विभोः ददर्शबलभद्रं च हललङ्गलधारिणं हललंगल धारण करी ये जो छत्र फणा विशिष्ट जैमिनी महर्षि कहले हे द्विजगण मंदरांचल ब्रह्मा मंत्र महिमा द्वारा सहस्र अश्वमेध यज्ञ सरी मालवर राजा इंद्रदुम्नकर आगमन होइछि। से इंद्रदुम्न महाराजा जगन्नाथ को क्यों रूप में देखिले ताठारे ए श्लोकर ओडिया रे वर्णना होइछि। आपण माने जो साधु संग करुचंती एही कथा कहिबे जोटा कि जगन्नाथ संस्कृतिर प्रचार प्रसार उद्देश्य रे आमे यह पालन करुचे। श्री पुरुषोत्तम जगन्नाथ चेतना प्रतिष्ठान यही कार्यक्रम हाथ को नहीं ब्रह्मा महिमा द्वारा इंद्रदुम्न प्रभृति समस्ते यही भगवान जगन्नाथ देव को अद्भुत आकार नृसिंह रूप में दर्शन कले। राजा इंद्रद्युम्न ब्रह्मा निकट को मंत्र लाभ कर देखिले नृसिंह देवंकर आउ से भीषण मूर्ति नाही से प्रशांत मूर्ति धारण करचंती। देवी कमला बड़ा बोल देवी कमला तांको हृदय पद्म रे विराजमान अछंती। तांकर उन्नत नासिका तथा सूर्य चंद्र
ଅଗ୍ନି ଭଳି ଚକ୍ଷୁ, ତାଙ୍କ ନୟନ ସମୁଜ୍ଜ୍ୱଳ, ଦୁଇ ହସ୍ତରେ ଚକ୍ର ପିନାକ ଶୋଭା ପାଉଛି ଏବଂ ଅନ୍ୟ ଦୁଇଟି ହସ୍ତ ଜାନୁ ଉପରେ ପ୍ରସାରିତ ହୋଇଅଛି, ସିଧା ରହିଛି। ଦୁଇଟି ପଦ୍ମ ପରି ଅପୂର୍ବ ଶୋଭା ପାଉଛନ୍ତି। ଓଙ୍କାର ରୂପ ବର୍ଣ୍ଣିତ ଶୋଭିତ ଓଙ୍କାର ରୂପ ଶୋଭିତ ବର୍ଣ୍ଣିତ ଓମ୍ ମନ୍ତ୍ରାକ୍ଷରର ଦ୍ୱାତ୍ରିଂଶ ପଦ୍ମଦଳ ମଧ୍ୟରେ ଯୋଗ ପଟାସୀନ ହୋଇ କମଳା ଲକ୍ଷ୍ମୀ ମାତା କମଳା ମୁଖପଦ୍ମ ନିରୀକ୍ଷଣ ପୂର୍ବକ ସେ ଅଟ୍ଟହାସ୍ୟ କରୁଛନ୍ତି। ଦୃଶ୍ୟ ତଦୀୟ ସର୍ବାଙ୍ଗ ଦିବ୍ୟ ରତ୍ନ ଅଳଙ୍କାରରେ ଉଦ୍ଭାସିତ ହେଉଛି ଏବଂ ମୁଖକମଳ ସଟା ଜାଲ ଦ୍ୱାରା ବିମଣ୍ଡିତ ହୋଇଅଛି। 29 ଆଉ 30 ନମ୍ବର ଶ୍ଲୋକ 28 ଅଧ୍ୟାୟ। ପୁନରାୟ ଦେଖିଲେ ହଳଲଙ୍ଗଳଧାରୀ ବଳଦେବ ତାଙ୍କ ପୃଷ୍ଠ ଦେଶରେ ସହସ୍ର ଫେଣା ମଣ୍ଡନ ବିସ୍ତାର ପୂର୍ବକ ଛତ୍ରାକାରରେ ରହିଛନ୍ତି। ଏହା ଯେଉଁ ରୂପ ଆପଣମାନେ ଦେଖିଲେ, ଯେଉଁଟାକି ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ତରଫରୁ ଆମର ଏ ଯେଉଁ କାର୍ଯ୍ୟକ୍ରମ ନାରଦ ନ୍ୟୁଜ୍ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ତରଫରୁ ଆଜି ଏହି କାର୍ଯ୍ୟକ୍ରମ ପ୍ରସାରଣ ପଦ୍ମସମ୍ଭବ ନ୍ୟୁଜ୍ ଦ୍ୱାରା କରାଯାଉଛି। ସମଗ୍ର ଭାରତବର୍ଷରେ ଯେଉଁ ନଦୀ ସଂସ୍କୃତିର ଦେଶ, ଏ ନଦୀ ସଂସ୍କୃତିର ଦେଶରେ 428ଟି ନଦୀ ଅଛି। 7 ଭାଗ ଜଳ, ନାରାୟଣ ନାରା ପାଣି, ଅୟନ ମାନେ ଯିଏ ଜଳରେ ଶୟନ କରନ୍ତି, ସେ ନାରାୟଣଙ୍କୁ ଆଳତି କରାଯାଏ। ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ପ୍ରତ୍ୟେକ ଦିନ ଆଳତି କରନ୍ତି। ତାହା ଏହି କଳିଙ୍ଗ ସାଗରରେ ଆମର ଆରମ୍ଭ ହୋଇଛି। ଗୋପାଳପୁର ବେଳାଭୂମି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ 2015 ମସିହାରେ, ଆଜକୁ 12 ବର୍ଷ ହେବାକୁ ଯାଉଛି। 297 ଜଗନ୍ନାଥ ମନ୍ଦିର ଗଞ୍ଜାମ ଜିଲ୍ଲାରେ ଅଛି। ତେଣୁ ଶ୍ରୀ ଜଗନ୍ନାଥଙ୍କର ଲୀଳା ଜ୍ଞାନ, ସ୍ୱରୂପ ଜ୍ଞାନ, କ୍ଷେତ୍ର ଜ୍ଞାନ, ଧାମ ଜ୍ଞାନ ଆଉ ମହିମା ଜ୍ଞାନ, ଏହି 5 ଜ୍ଞାନର ସମାହାରକୁ 5 ରାତ୍ର ନାମରେ ବିଦିତ କରାଯାଇଛି। ଏହି 5 ରାତ୍ର କାର୍ଯ୍ୟକ୍ରମରେ ଅର୍ଚ୍ଚନା, ବନ୍ଦନା, ସକାଳୁ ସୂର୍ଯ୍ୟ ପୂଜା 8ଟାରୁ 11ଟା ଆପଣଙ୍କର 3863 ଶ୍ଲୋକ ପାରାୟଣ, ତାପରେ ହୋମ, ପ୍ରସାଦ ସେବନ, ସନ୍ଧ୍ୟାବେଳେ କଥାବାଚନ, ଏପରି 5 ରାତ୍ର କାର୍ଯ୍ୟକ୍ରମ ଯେଉଁଟାକି ଭାଗବତ ସପ୍ତାହ ଭଳି ଚାଲିବ। ଏହି ଭାଗବତ ସପ୍ତାହ 7 ଦିନ, ରାମଚରିତ ମାନସ 9 ଦିନ, ଆଉ ଇଏ 5 ଦିନ। ଶ୍ରୀ ଜଗନ୍ନାଥ 5 ରାତ୍ର ନାମରେ ଅଭିହିତ ହୋଇଛି। ଟ୍ରଷ୍ଟି, ପୂଜକ, ସେବକ ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କୁ ଅନୁରୋଧ, ସମଗ୍ର ବିଶ୍ୱରେ ଗ୍ରାମରୁ ସହର ଏହାର ପ୍ରଚାର ପ୍ରସାର କରନ୍ତୁ। ଆଉ 5 ରାତ୍ର ପ୍ରତ୍ୟେକ କୋଠଘର, ମନ୍ଦିର, ଦେବାଳୟ, ଆଧ୍ୟାତ୍ମିକ ପୀଠରେ ଆରମ୍ଭ କରନ୍ତୁ। ଆମେ ସଦା ତତ୍ପର ସହଯୋଗ କରିବା ପାଇଁ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ଭାରତ ମାତା କି ଜୟ। ଏହି ଏପିସୋଡ଼ ଦେଖିଲା ପରେ କ'ଣ ଲାଗିଲା ଆମର ପଦ୍ମସମ୍ଭବ ନ୍ୟୁଜ୍ ଚ୍ୟାନେଲକୁ
यूजर 10 तथा संयुक्ता ए तीनोटी चैनल को सब्सक्राइब करंतु। जय जगन्नाथ।